ଯାତ୍ରା ଗଙ୍ଗୋତ୍ରୀ ମୋ ଗହଣରେ ଅଛନ୍ତି ପ୍ରଥମ ନାଟକ ଯୋଉଟାକି ଭଲ ପବିତ୍ର ଯୋଉ ଗୁରୁ ଦିବସ ଉପଲକ୍ଷେ ଆଗ ଆଗ ସାରା ଓଡ଼ିଶାର ମାନଙ୍କୁ ତାପରେ ଆଗକୁ गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। ମୁଁ ଆଜି ଯୋଉଠି ପହଞ୍ଚିଛି ଓଡ଼ିଶାର ଦର୍ଶକ ମାନଙ୍କ ପାଖରେ ଜଣେ ଲେଖକ ଭାବରେ ଜଣେ ନିର୍ଦ୍ଦେଶକ ଭାବରେ, ସେଥିପାଇଁ ମୋର ଗୁରୁ ହିଁ ଗୁରୁ କୃପା, ଗୁରୁ ହିଁ ଏଥିପାଇଁ ବହୁତ ଚେଷ୍ଟା କରିଛନ୍ତି ଆଉ ଗୁରୁଙ୍କର କୃପାରୁ ମୁଁ ଆଜି ପହଞ୍ଚି ପାରିବି। ତେଣୁ ମୋର ସମସ୍ତ ଶିକ୍ଷା ଗୁରୁମାନଙ୍କୁ ମୁଁ ଏଇଠୁ ଘନିଷ୍ଠ ପ୍ରଣାମ କରୁଛି। ଓଡ଼ିଶାର ଦର୍ଶକ ବନ୍ଧୁମାନଙ୍କୁ ଆଉ ବହୁତ ବହୁତ ଅଭିନନ୍ଦନ ଆଜି ପରି ପବିତ୍ର ଦିବସରେ। ସେମାନେ ବି ଗୁରୁମାନଙ୍କର ଶିକ୍ଷା ଦୀକ୍ଷାକୁ ନେଇ ସେମାନଙ୍କର ଜୀବନ ସଫଳ ହଉ, ସେମାନେ ଉଦ୍ବୁଦ୍ଧ ହୁଅନ୍ତୁ। ଯାତ୍ରା ଗଙ୍ଗୋତ୍ରୀର ଆଜି ପ୍ରଥମ ନାଟକର ଫାଇନାଲ ବିଜୟ ନାଟକ ଜିଇଁଛି ଜୀବନ ଜଳୁଛି ଜୁଇ, ରଚନା ଓ ନିର୍ଦ୍ଦେଶନା ଦିଲ୍ଲୀପ ବିଶ୍ୱାଳ ମହୋଦୟ। ତେଣୁ ଗୁରୁମାନଙ୍କର ଶିକ୍ଷା ଦୀକ୍ଷା କୃପାକୁ ଆଧାର କରି ଦୀର୍ଘ 35-38 ବର୍ଷରୁ ଉର୍ଦ୍ଧ୍ୱ ନାଟକ ଜଗତରେ ନାଟକ କଲା ପରେ ଯେ ଭାବିଲି ଯେ ଗୋଟେ ନାଟକ ସଂସ୍ଥା ତିଆରି କରିବା। ଅତୀତରେ ଗୋଟେ ନାଟକ ସଂସ୍ଥା ଦାୟିତ୍ୱ ମୁଁ ନେଇଥିଲି। ଏ ବର୍ଷ ନିଜେ କରିବା ପାଇଁ ଟିବ୍ରା ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ସହଯୋଗ ସହାୟତା ସେମାନଙ୍କର ଶ୍ରଦ୍ଧା ଭଲ ପାଇବାକୁ ନେଇକି ଆମେ ସମସ୍ତେ ଟିବ୍ରା ଆଉ ମୁଁ ସମସ୍ତେ ମିଳିତ ଭାବରେ ଯାତ୍ରା ଗଙ୍ଗୋତ୍ରୀ କରିବା ପାଇଁ ପ୍ରଥମେ ଯୋଜନା କଲୁ, ତାର ସ୍ୱପ୍ନ ଦେଖିଲୁ, ଲକ୍ଷ୍ୟ ନେଇ ଆରମ୍ଭ କଲୁ। ଏଇ ତ ମାତ୍ର ଅୟମାରମ୍ଭ ହେଇଛି ଯାତ୍ରା ଗଙ୍ଗୋତ୍ରୀ। ଖୁବ୍ ଛୋଟ ଛୁଆ ପରି ସେ ବଡ଼ ହବ, ଏ ମାଟିରେ ପାଦ ରଖି ଛିଡ଼ା ହବ, ଚାଲିବ ଏବଂ ମନୋରଞ୍ଜନର ଶିକ୍ଷା ଦୀକ୍ଷା ସଂସ୍କାରକୁ ଆଧାର କରି ଓଡ଼ିଶାର ଅଗଣିତ ଦର୍ଶକ ପ୍ରେମୀମାନଙ୍କୁ ନିଶ୍ଚୟ ପ୍ରକୃତ ମନୋରଞ୍ଜନ ଯୋଗାଇବ ନାଟକ ଜରିଆରେ। ତେଣୁ ଓଡ଼ିଶାର ସମସ୍ତ ଦର୍ଶକ ପ୍ରେମୀ ବନ୍ଧୁ, ମୋର ଗୁରୁମାନେ କେତେକ ଗୁରୁବୃନ୍ଦ ମୋର ଅଛନ୍ତି ଶିକ୍ଷା ଦୀକ୍ଷାର ଗୁରୁ, ସମସ୍ତେ ଯାତ୍ରା ଗଙ୍ଗୋତ୍ରୀକି ଆଶୀର୍ବାଦ କରନ୍ତୁ। ଆଜି ପରି ପବିତ୍ର ଗୁରୁ ଦିବସରେ ସେ ଆଜି ତାର ପ୍ରଥମ ନାଟକ ଜିଇଁଛି ଜୀବନ ଜଳୁଛି ଜୁଇ ମଞ୍ଚସ୍ଥ କରିବାକୁ ଯାଉଛି। ମାନେ ମଞ୍ଚସ୍ଥ ମାନେ ଅଭ୍ୟାସ ଯେଉଁ ଆଜି ପର୍ଯ୍ୟନ୍ତ କରି ଆସୁଥିଲେ ସେ ଆଜି ଫାଇନାଲ ବିଜୟ ହବ ମଞ୍ଚରେ। ତେଣୁ ସମସ୍ତେ ଆଶୀର୍ବାଦ କରନ୍ତୁ। ଏ ଯାତ୍ରା ଅନୁଷ୍ଠାନ ତାର ନାଟକମାନଙ୍କୁ ନେଇ ସଫଳ ହଉ, ସମୃଦ୍ଧ ହଉ ଏବଂ ଓଡ଼ିଶାର ଅଗଣିତ ଦର୍ଶକ ପ୍ରେମୀମାନଙ୍କୁ ପ୍ରକୃତ ମନୋରଞ୍ଜନ ଯୋଗାଇବାରେ ସଫଳ ହଉ, ଏହା ମୋର ପ୍ରାର୍ଥନା ଆଜି ପରି ପବିତ୍ର ଦିବସରେ। ଏବଂ ଯାତ୍ରା ଗଙ୍ଗୋତ୍ରୀକୁ ଶୁଭକାମନା ଦେଇ ନାଟକ କରିବା ପାଇଁ 10ରୁ 15 ଦିନ ସମୟ ଲାଗେ। ନାଟକ ଆପଣଙ୍କୁ କେତେ ନାଟକର ସ୍କ୍ରିପ୍ଟ ଅନୁସାରେ କେତେ ଦୂର ଆପଣଙ୍କୁ ଆତ୍ମସନ୍ତୋଷ ମିଳିଲା ଯେ ନାଟକ ଦର୍ଶକ ପାଖରେ ହୃଦୟ ସ୍ପର୍ଶ ହବା ପାଇଁ ନିହାତି ଆବଶ୍ୟକ। 15 ଦିନ ସମୟ ତ ବହୁତ କମ୍ ସମୟ। ଏବେ ଆମେ ସେତିକି ସମୟ ନିର୍ଦ୍ଦେଶକ ଲେଖକ ମହୋଦୟଙ୍କୁ ଦେଇପାରିନାହୁଁ। ଏଥିପାଇଁ ଦଶହରାକୁ ଆମେ ମଞ୍ଚସ୍ଥ କରିବୁ ନାଟକ ବୋଲି ଆମେ ସମସ୍ତେ ଏକାଠି ହଉ ବହୁତ ବିଳମ୍ବ ହେଲା। ବିଳମ୍ବରେ ଏ ନାଟ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଲେଖକ ନିର୍ଦ୍ଦେଶକଙ୍କର ଇଚ୍ଛା ଆହୁରି ଥିଲେ, ବହୁତ ଇଚ୍ଛା ଥିଲା ଆଉ ଟିକେ ସମୟ ମିଳିଥିଲେ ନାଟକକୁ ଆଉ ସେ କିଛି ବିଚାର ଦେଇପାରିଥାନ୍ତେ। ଆମେ ସେତିକି ସମୟ ତାଙ୍କୁ ଦେଇପାରିନାହୁଁ। ଅନୁରୋଧ କରିଛୁ ଏତିକି ସମୟ ଭିତରେ ଆପଣ ନାଟକଟିକୁ କେମିତି ସଭାକୁ ସୁନ୍ଦର କରିପାରିବେ ତାର ପ୍ରଚେଷ୍ଟା କରନ୍ତୁ। ଦିଲ୍ଲୀପ ବିଶ୍ୱାଳ ମହୋଦୟ ବହୁତ ଚେଷ୍ଟା କରିଛନ୍ତି। ଏଠିକାର ଦର୍ଶକ ମଣ୍ଡଳୀ ଯିଏ ଅଛନ୍ତି ଯାହା ଅଭ୍ୟାସକୁ ନାଟକ ଅଭ୍ୟାସ ଯେଉଁ ରିହର୍ସାଲ ହେଉଥିଲା ସମସ୍ତଙ୍କର ମତାମତ ଅଛି ଯେ ନାଟକ ସେମାନଙ୍କୁ ଭଲ ଲାଗୁଛି ବୋଲି। ତେଣୁ ଆଶା କରାହେଉଛି ଏ ନାଟକ ନିଶ୍ଚୟ ସଫଳ ହେବ। ଓଡ଼ିଶାର ସମଗ୍ର ଦର୍ଶକ ପ୍ରେମୀଙ୍କୁ ନିଶ୍ଚୟ ପ୍ରକୃତ ମନୋରଞ୍ଜନ ଦେଇପାରିବ ବୋଲି ବିଶ୍ୱାସ। ଅନୁଷ୍ଠାନ ଯାତ୍ରା ମଇଦାନରେ ଯାତ୍ରା କରୁଛନ୍ତି, ଆଖି ଦୃଷ୍ଟିଆ 3-4ଟି ଅନୁଷ୍ଠାନ ଠାରେ ଏମିତି ସଫଳତା ନାଟକ କେହି ଦେଇପାରୁନାହାନ୍ତି। କ'ଣ ରିଜିନ୍ କ'ଣ ରହୁଛି? ଛୁଆଟିଏ ଜନ୍ମ ହେବା ପାଇଁ 10 ମାସ 10 ଦିନ ଲାଗେ।
ତେଣୁ ଗୋଟେ ନାଟକ ସେମିତି ଗୋଟେ ସନ୍ତାନଟିଏ, ତା ପାଇଁ ସେତିକି ସମୟ ପ୍ରଯୋଜକ ମହୋଦୟ, ପରିଚାଳକ ମହୋଦୟ ଏବଂ ନାଟ୍ୟ ସଂସ୍ଥାର ଅନ୍ୟାନ୍ୟ ଯେଉଁମାନେ ବ୍ୟକ୍ତିବିଶେଷ ଅଛନ୍ତି ନାଟ୍ୟ ପ୍ରତି ସେମାନଙ୍କର ଚେତନା ଅଛି, ସେମାନେ ବି ସେତିକି ସମୟ ପୂର୍ବରୁ ଲେଖକ ନିର୍ଦ୍ଦେଶକଙ୍କୁ ସମୟ ସୁବିଧା ଦେଲେ ନିଶ୍ଚୟ ନାଟକ ତାର ସଫଳ ରୂପାୟନ ହେଇପାରନ୍ତା, ସଫଳତାରେ ପହଞ୍ଚି ପାରନ୍ତା। ବୋଧହୁଏ ସେଇ କଥା ଘଟିପାରୁନାହିଁ, ଯାହାଫଳରେ ସମୟ କମି ଯାଉଛି, ଅବଧି କମି ଯାଉଛି। ତେଣୁ ନାଟକକୁ ଭାବିବାରେ, ଲେଖିବାରେ, ତାକୁ ସ୍ପଷ୍ଟ ପ୍ରତିପାଦନ କରିବାରେ ଚରିତ୍ରକୁ ନେଇକରି ସମୟ ହେଇପାରୁନାହିଁ। କେତେକ ଅଂଶରେ ସେଥିପାଇଁ ନାଟକ ବିଫଳ ହେଉଛି। ଫସଲ ଯେମିତି ନାଟକ ସେମିତି। ସାର୍ ଆଉ ଗୋଟେ କଥା ଆପଣଙ୍କ ପ୍ରଶ୍ନ ରହିବ, କଳାକାରଙ୍କର ମନମାନି ସକାଶେ ରାଇଟର ଡାଇରେକ୍ଟର ବି ନାଟକର ମାନେ ଠିକ୍ ଜାଗାରେ ପହଞ୍ଚି ଜଷ୍ଟିଫିକେସନ ଦେଇପାରୁନାହାନ୍ତି, ସେମାନେ ମୋଟିଭେଟେଡ ହେଉଛନ୍ତି ବା ଏଇ କଥା ଶୁଣିବାକୁ ମିଳୁଛି। ମୋ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହେଇନାହିଁ। ମୁଁ ଯେତେବେଳେ କାହାଣୀ ଚିନ୍ତା କରେ, ମୋ କାହାଣୀର ଚରିତ୍ରମାନେ ଯାହା ଥାଆନ୍ତି, ନାଟକ ପ୍ରଯୋଜକଙ୍କ ସାଙ୍ଗରେ, ଯାତ୍ରାନୁଷ୍ଠାନ ପ୍ରଯୋଜକଙ୍କ ସାଙ୍ଗରେ ଆଲୋଚନା ହୁଏ କାହାଣୀ, ତାପରେ ନାଟକ ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ପରେ ପଢ଼ା ହୁଏ। ତାଙ୍କୁ ପ୍ରଯୋଜକ ମହୋଦୟ କହିଥାନ୍ତି ମୋର ଏଇ ଚରିତ୍ରମାନେ ଆର ବର୍ଷକୁ ଆଗାମୀ ସିଜିନ୍ ମୋ ପାଖରେ ରହିବେ, ଏଇ ଅଭିନେତା ଅଭିନେତ୍ରୀମାନେ ରହିବେ, ଆପଣ ଟିକେ ତାଙ୍କୁ ଆଖି ଆଗରେ ରଖି ସୁନ୍ଦର ନାଟକ ପ୍ରସ୍ତୁତି କରିବା ପାଇଁ ଚେଷ୍ଟା କରନ୍ତୁ। ତେଣୁ ମୁଁ ସେୟା କରେ। କେତେକ ଅଂଶରେ କଳାକାରମାନଙ୍କର ଯୋଗ୍ୟତା ଦେଖିକିରି ତାକୁ ସେଠି କିଛି କିଛି ମାତ୍ରାରେ ଟିକେ ଉଚ୍ଚ ଖାଲ କରିବାକୁ ପଡ଼େ, କିନ୍ତୁ ମୁଁ ଯେ କଳାକାରଙ୍କ ଦ୍ୱାରା କେବେ ମୋଟିଭେଟ୍ ହେଇନାହିଁ କି ମୋତେ ସେଇଭଳି ପରିସ୍ଥିତି ମୋ ସାମ୍ନାକୁ ଆସିନାହିଁ କି ମୁଁ ତାକୁ ସାମ୍ନା କରିନାହିଁ କି ମୁଁ ତାର ଆଦି ନୁହଁ, କରିପାରିବି ନାହିଁ। କାହାଣୀ ଅନୁସାରେ ଯେଉଁ ଚରିତ୍ରମାନେ ଚିତ୍ରଣ ହୁଅନ୍ତି ମୁଁ ତାକୁ ଜଷ୍ଟିଫାଏ କରିବାକୁ ଚେଷ୍ଟା କରିବି। ସେଥିପାଇଁ କାହା ଦ୍ୱାରା ମୁଁ ମୋଟିଭେଟ୍ ହେବି ନାହିଁ କି କରିନାହିଁ, ସେ କଥା ଆସିନାହିଁ ଏପର୍ଯ୍ୟନ୍ତ ମୋ ଦ୍ୱାରା ହେଇନାହିଁ କି ହେବ ନାହିଁ। ଯାତ୍ରା ଗଙ୍ଗୋତ୍ରୀ ପରିବାର ତରଫରୁ କ'ଣ ସାରା ଓଡ଼ିଶାର ଦର୍ଶକମାନଙ୍କୁ ଯାତ୍ରା ଗଙ୍ଗୋତ୍ରୀ ପରିବାର ତରଫରୁ ଏତିକି କହିବି ଯେ ଏଇ ମାତ୍ର ଯାତ୍ରା ଗଙ୍ଗୋତ୍ରୀ ଜନ୍ମ ନେଇଛି, ସମସ୍ତଙ୍କର ଶ୍ରଦ୍ଧା, ସମସ୍ତଙ୍କର ଭଲ ପାଇବା, ଆଉ ଆମମାନଙ୍କର ଯେତେ ଆମେ ଅଛୁ କର୍ମକର୍ତ୍ତା ତା ଭିତରେ ଆମେ କହୁନାହିଁ ଯେ ଯାତ୍ରାପାର୍ଟି ଆମେ କରିଛୁ ବୋଲି ବା ତାର ଆମେମାନେ ତାର ଗୋଟେ ସମସ୍ତେ ଆମେ କର୍ମଚାରୀ କହିଲେ ଚଳେ। ତେଣୁ ଇଏ ଗୋଟେ ପରିବାର, ଏ ପରିବାର ତରଫରୁ ଆମେ ନେଇକରି ଭଲ ନାଟକ ଓଡ଼ିଶାର ଦର୍ଶକ ଦରବାରରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିବୁ। ଶସ୍ତା ମନୋରଞ୍ଜନ ନ କରିକିରି ପୁଣି ସେଇ ଅତୀତର ଯେଉଁ ମାନ ଥିଲା ନାଟକମାନଙ୍କରେ, କାଳଜୟୀ ନାଟକମାନେ ଥିଲେ, ଆମେ ଚେଷ୍ଟା କରୁଛୁ ଯେ ଭଲ ନାଟକ ହଉ। ନିଶ୍ଚୟ ଆମେ ଆଗେ ଭଲ କଲେ ଦର୍ଶକମାନେ ଭଲରେ ଦେଖିବେ ଏବଂ ଭଲ କହିବେ। ତେଣୁ ସେଇଭଳି ଚେଷ୍ଟା ନିଶ୍ଚୟ ଜାରି ରହିବ। ଧନ୍ୟବାଦ ସାର୍। ଜୟ ଜଗନ୍ନାଥ।